ହାପିନେସ୍ ଅନଲାଇନ୍ ଷ୍ଟୁଡିଓକୁ ସ୍ୱାଗତ କରିଛି। ଆଜି ଆମେ ସପ୍ତମ ଶ୍ରେଣୀର ସଂସ୍କୃତ ବହିର ତୃତୀୟ ପାଠ ଯୋଉଟାକି ଆମେ ଅଲରେଡ଼ି ପଢ଼ି ସାରିଛେ, ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଦେଇ ସାରିଛେ। ତାର ଆଜି ଆମେ ଅଭ୍ୟାସ କରିବା। ଗୋଟେ ପ୍ରଶ୍ନର ଉତ୍ତର ଗୁଡ଼ାକ ମୁଁ ତୁମମାନଙ୍କୁ କହିଦେଉଛି, ତୁମେମାନେ କରିନେବ। ତୁମେମାନେ ଯଦି ନୂଆ ଆସିଛ ଆମ ଚ୍ୟାନେଲକୁ ଜଏନ୍ କରିନାହ ତାହେଲେ ସବସ୍କ୍ରାଇବ୍ କରିନେବ ଏବଂ ଆଗକୁ ଆମେ ଏପରି ଭିଡ଼ିଓ ତୁମମାନଙ୍କୁ ଦେବାକୁ ଯାଉଅଛୁ। ତ ଦେଖ, ଏଇଟା ହେଉଛି ଅଭ୍ୟାସ ତୃତୀୟ ପାଠର ସଂସ୍କୃତ ବହିର ସପ୍ତମ ଶ୍ରେଣୀ। ତ ଏଥିରେ କ'ଣ କହିଛି ନା, ପଠତୁ ଆଉ ପଦତୁ ମାନେ ଦେଖ ଆଉ କୁହ, ସରି ପଢ଼ ଆଉ କୁହ ମାନେ ପଢ଼ିକରି କହିବା। କ'ଣ ଏଇଟା? ଘଟି, ଘଟି ମାନେ ଘଣ୍ଟା, ସରଣୀ, ସରଣୀ ମାନେ ରାସ୍ତା, ଭଗିନୀ, ଭଗିନୀ ମାନେ ଭଉଣୀ, ଭଉଣୀଟା ଏଇଟା ରାକ୍ଷୀ ବାନ୍ଧୁଛି ସେଇଥିପାଇଁ ଏ ଭଉଣୀରକୁ କଲର୍ କରାଯାଇଛି, ସେଇଟା ଭଉଣୀ ବେଲେ ଭଉଣୀ, ସିଷ୍ଟର ବୋଲି ଆମେ ଯୋଉଟା କହିଥାଉ, ଜନନୀ, ଜନନୀ ବେଲେ ମା। ତାପରେ ପ୍ରଥମ ନମ୍ବର ତ ପଢ଼ ଆଉ କହ ବୋଲି କହିଲା। ଏବେ ଦ୍ୱିତୀୟ ନମ୍ବରକୁ ଯିବା। ଯୋୟତୁ ଯୋଗ କରିବା, କୋଉଟା କ'ଣ ସେଇଟା ଯୋଗ କରିବା। ସରଣୀ, ସରଣୀ ହେଉଛି ଏଇଟା, କର୍ତ୍ତରୀ ହେଉଛି ଏଇଟା, ଲିଖନୀ ହେଉଛି ଏଇଟା, ମାର୍ଜନୀ ହେଉଛି ଏଇଟା, ପୁଷ୍ପଧାନୀ ହେଉଛି ଏଇଟା। ଏହିପରି ଭାବରେ ତୁମେ ଏରୋ ମାରିଦେବ ତୁମ ପାଠରେ। ନେକ୍ସଟ ଅଛି ପରିଚୟ ଦଦାତୁ, ପରିଚୟ ଦିଅ, ଅର୍ଥାତ୍ ଏଇଟା କ'ଣ? ଏଇଟା ହେଉଛି ଜନନୀ, ତ ତୁମେ ଏପରି ଭାବରେ ଜନନୀ ଲେଖିପାରିବ। ଏଇଟା ହେଉଛି ଘଟି, ତ ତୁମେ ଏପରି ଭାବରେ ଘଟି ଲେଖିପାରିବ। ଏଇଟା ହେଉଛି ଦ୍ରୋଣୀ, ତୁମେ ଏପରି ଭାବରେ ଦ୍ରୋଣୀ ଲେଖିବ। ଆଉ ଏଇଟା ହେଉଛି ଲେଖନୀ, ତ ଏପରି ଭାବରେ ତୁମେ ଲେଖନୀ ଲେଖିପାରିବ। ଠିକ୍ ଅଛି। ନେକ୍ସଟ କ'ଣ? ନେକ୍ସଟ ହେଉଛି ଏଇଟା ଶୂନ୍ୟସ୍ଥାନ ପୂରାଇତୁ, ଶୂନ୍ୟସ୍ଥାନ ପୂରଣ କରିବା। ନଦୀ, କର୍ତ୍ତରୀ, କର୍ତ୍ତରୀ ଆଉ ପ୍ରଦର୍ଶନୀ, ଏପରି ଭାବରେ ତୁମେ ଦୀର୍ଘ ମାତ୍ରା ଦେବ। ଲେଖନୀ, ଏପରି ଭାବରେ ତୁମେ ଦୀର୍ଘ ମାତ୍ରା ଦେବ। ଭଗିନୀ, ଏପରି ଭାବରେ ତୁମେ ଭ ଲେଖିବ। ସରଣୀ, ଏପରି ଭାବରେ ତୁମେ ସରଣୀ କରିଦେବ। ତାପରେ ଯଦି ଆମେ ଯିବା 5 ନମ୍ବର ପ୍ରଶ୍ନକୁ, ଶୁଦ୍ଧମ ପଦମ ଲିଖୁତ, ଶୁଦ୍ଧ ପଦଟି ଆମକୁ ଦେଖିବାକୁ ପଡ଼ିବ। ଦେଖ ଏଇଟା ଜର୍ନି ମାର୍ଜନୀ ଅଛି, ଠିକ୍ ସେହିପରି ଆମକୁ ଏଇଟା ପରିଣତ କରିବାକୁ ପଡ଼ିବ। ମାନେ ଓଲଟା ପୋଲଟା ଅକ୍ଷର ଦେଇଥିବ, ତାକୁ ଆମେ ସଠିକ୍ ହିସାବରେ ପୂରଣ କରିବା। କୋଉଟା ଏଇଟା? ଧାନୀ, ପୁଷ୍ପ ଅଛି, ତ ଏଇଟା ପ୍ରଥମେ ଲେଖିବ ପୁଷ୍ପ ଧାନୀ, ଏପରି ଭାବରେ ତୁମେ ଯିବ। ନେକ୍ସଟ ଅଛି ଣୀସର ଅଛି, ସରଣୀ ହେବ। କରିର୍ତ ଅଛି, କର୍ତ୍ତରୀ ହେବ। ଦୀନ ଅଛି, ନଦୀ ହେବ। ସତୀରସ୍ୱ ଅଛି, ସରସ୍ୱତୀ ହେବ। ଏପରି ଭାବରେ ତୁମେ ଏପଟ ସେପଟକୁ ମଧ୍ୟ ଠିକ୍ ଠାକ୍ କରି ଦେବ। ନେକ୍ସଟ ପାଠରେ ଆମେ ଚତୁର୍ଥ ପାଠ ଦେବୁ। ଭିଡ଼ିଓଟି କେମିତି ଲାଗୁଛି? ଆମ ଚ୍ୟାନେଲ ଥାଇକି ତୁମର କିଛି ଉପକାର ହେଉଛି ତାହେଲେ ଆମମାନଙ୍କ ସହିତ ଯୋଡ଼ିକରି ରହିଥାଉ। ରଖୁଛି, ଧନ୍ୟବାଦ।